ସର୍ଟକଟ୍ରେ ଡ୍ରାଇଭର ସହିତ କଥା ହେଇକି ସର୍ଟକଟ୍ରେ ପରେଇ ଦେଇଛି ଗାଡ଼ି। କାହାକୁ ଏବେ ବି ଜଣା ନାହିଁ କି ଭାଇ ସର୍ଟକଟ୍ରେ ଗାଡ଼ି ଯାଉଛି। ଗାଡ଼ି ଏମିତି ଦୁଇ ପଟେ ଖାଲି ଜଙ୍ଗଲ ଅଛି, ମଝିରେ ଗାଡ଼ି, ଗୋଟେ ବି ଲାଇଟ୍ ନାହିଁ ସେ ଜାଗାରେ, ଖାଲି ଡ୍ରାଇଭରର ଗାଡ଼ି ଲାଇଟ୍ ଖାଲି ଅଛି, ବୋଲେରୋର ଲାଇଟ୍ ଖାଲି ଆଗରେ ଜଳୁଛି, ଦୁଇ ପଟେ ଜଙ୍ଗଲ। ଭାବନ୍ତୁ ସେ ଜାଗାର ମାହୋଲ କେମିତି ଥିବ। ଏମିତି 10 କିଲୋମିଟର ଗଲାଣି ତ ଏଇଠି ମନୋଜ ଭାଇଙ୍କୁ ଟିକେ ମନେ ପଡ଼ିଲା, ଆରେ ଆମେ 10 କିଲୋମିଟର ଭିତରେ ଗଲାଣି, ଏଇଟା ତ ହାଇୱେ ଥିଲା, ଏତେ ପତଳା ରାସ୍ତା କେମିତି ଆସିଲା? ଖାଲି ଜଙ୍ଗଲ ଆଉ ଖାଲି ଲାଇଟ୍ ଅଛି ଗାଡ଼ିର, ଆଉ ଗୋଟେ ଲୋକ ବି ଦେଖାଉନାହାନ୍ତି କି କିଛି ଗୋଟେ ଲାଇଟ୍ ଫାଇଟ୍ ବି ନାହିଁ। ତ ମନୋଜ ଭାଇକୁ ଟିକେ ଫିଲ୍ ହେଲା, କିଛି ନେଗେଟିଭ୍ କିଛି ଫିଲ୍ ହେଲା। ସେ ତାଙ୍କ ପାର୍ଟନରକୁ ଏ କଥା କହିଲେ, ଆଉ କେଉଁ ପିଲାଙ୍କୁ ସେ କହୁନଥିଲେ, କାହିଁ ପିଲା ସବୁ ଡରିଯିବେ। ତାଙ୍କ ପାର୍ଟନର ବି ଏ କଥା ଭାବିଲା। ତ ଏଇଠି ଯେତେବେଳେ ମନୋଜ ଭାଇ ସେ ପିଲାକୁ ପଚାରୁଛନ୍ତି ତୁ କୁଆଡ଼େ ପଶିଛୁ ଗାଡ଼ି, ତ ସେ କହିଲା ଭାଇ ଏଇଠି ଆଗରେ ବାହାରି ଯିବା ଆମେ, ଏଇଠି ଏଇଟା ସର୍ଟକଟ୍ଟା, ସାଙ୍ଗେ ସାଙ୍ଗେ ବାହାରି ଯିବା। ତ ମନୋଜ ଭାଇଙ୍କ ପାର୍ଟନର କହିଲା ହଉ ଠିକ୍ ଅଛି ଚାଲ। ଏଇଠି ମନୋଜ ଭାଇ ତାଙ୍କ ପାର୍ଟନରକୁ କିଛି ନା କିଛି ନେଗେଟିଭ୍ ଏନର୍ଜି ଫିଲ୍ ହେଲା। ଗାଡ଼ିଟି ଯାଉଛି 20 କିଲୋମିଟର 30 କିଲୋମିଟର ହେଇଗଲା, ଗାଡ଼ିଟି ସେମିତି ରାସ୍ତାରେ ଯାଉଛି କିନ୍ତୁ ହାଇୱେକୁ ବାହାରୁନି ଗାଡ଼ି। ଏଇଠି କ'ଣ ହେଲା, ସବୁ ଯେତେ ଗ୍ରୁପର ମେମ୍ବର, ପୁଅ ଝିଅ, ପୁଅମାନେ ସବୁ ଠିକ୍ ଅଛନ୍ତି, ଝିଅମାନଙ୍କୁ ଟିକେ ଅଲଗା ଅଲଗା କେମିତି ଲାଗିଲା। ଅଲଗା ଅଲଗା ଲାଗିଲା ମାନେ ମନୋଜ ଭାଇଙ୍କ ପାର୍ଟନର ଏଇଠି କ'ଣ କଲା, ସେ ପୁରା ମନୋଜ ଭାଇଙ୍କ ପାଖକୁ ଆସିକି ସଟିକି ବସିଲା। ସମସ୍ତଙ୍କ ହସ ବନ୍ଦ ହେଇଗଲା। ଭାଇ ଯେତେବେଳେ 10-20 କିଲୋମିଟର ପଳେଇଲା ସେ ପୁରା ମାହୋଲ ଚେଞ୍ଜ ହେଇଗଲା, ମାହୋଲରେ କିଛି ଭାରିପନ ଆସିଗଲା। ମନୋଜ ଭାଇଙ୍କ ପାର୍ଟନର ଆସିକି ତାଙ୍କ ପାଖରେ ସଟେଇକି ବସିଲା, କାନ୍ଦିବାକୁ ଲାଗିଲା, ମୋତେ ବହୁତ ଡର ଲାଗୁଛି ବୋଲି। ଗ୍ରୁପର ସବୁ ଝିଅ ସେମିତି କହିଲେ କି ଭାଇ ଆମକୁ ବହୁତ ଡର ଲାଗୁଛି, ଏ କେଉଁ ରାସ୍ତାରେ ପଶିଗଲା ଆମେ। ତ ମନୋଜ ଭାଇ କ'ଣ କଲେ, ଏଇଠି ଭଗବାନଙ୍କୁ ଡାକି, ମନୋଜ ଭାଇଙ୍କ ଆରାଧ୍ୟ ଦେବତା ହେଲା ହନୁମାନ, ବଜରଙ୍ଗ ବଲି। ସିଏ ତାଙ୍କୁ ବଜରଙ୍ଗ ବଲିଙ୍କ ହନୁମାନ ଚାଳିଶା ପଢ଼ି ପଢ଼ି ମନୋଜ ଭାଇ ଯାଉଥାନ୍ତି, କିନ୍ତୁ ସେ ରାସ୍ତାଟା ଏପର୍ଯ୍ୟନ୍ତ ବି ହାଇୱେ ଆସୁନି। 20-30 କିଲୋମିଟର ସେ ବୁଲୁଛନ୍ତି, ସେଇ ବୁଲି ବୁଲି ତାଙ୍କୁ ସେଇ ଜାଗାକୁ ବି ବାର ବାର ଆସୁଛି। ଏଇଠି ମନୋଜ ଭାଇ ଗୋଟେ ନୋଟିସ୍ କଲେ କି ଗୋଟେ ସେଇଠି ଇଲେକ୍ଟ୍ରିକ୍ ଖୁଣ୍ଟି ଅଛି, ସେ ଇଲେକ୍ଟ୍ରିକ୍ ଖୁଣ୍ଟିରେ 62 ଲେଖା ହେଇଥିଲା, ୟେଲୋ କଲର୍ରେ ଲେଖା ହେଇଥିଲା। ତ ମନୋଜ ଭାଇ ଏମିତି ନୋଟିସ୍ କଲେ କି 5-6 ଥର ଆମେ 10 କିଲୋମିଟର ଗଲୁଣି, ବାରମ୍ବାର କ'ଣ ସେଇ ଇଲେକ୍ଟ୍ରିକ୍ ଖୁଣ୍ଟି ଆସୁଛି ଆମ ପାଖକୁ, ଏଠି 62 ଲେଖା ହେଇଛି। ତ ମନୋଜ ଭାଇ ଏଠି କ'ଣ କଲେ, ତାଙ୍କୁ ଗୋଟେ ଆଇଡ଼ିଆ ଆସିଲା, ମୁଁ ଲୋକେସନ୍ରେ ଦେଖିବାକୁ କେତେ କିଲୋମିଟର ଅଛି ଆମକୁ ହାଇୱେକୁ ବାହାରିବା ପାଇଁ। ତ ମନୋଜ ଭାଇ କ'ଣ କଲେ, ଲୋକେସନ୍ ବାହାର କଲେ। ତ ମନୋଜ ଭାଇ ଯେତେବେଳେ ସେ ଲୋକେସନ୍କୁ ଦେଖିଦେଲେ ନା, ସେ କେଉଁ ଜାଗାରେ ଅଛନ୍ତି ବୋଲି, ତାଙ୍କ ପାଦ ତଳୁ ମାଟି ଖସିଗଲା। 2 ମିନିଟ୍ ଭିତରେ ସାଙ୍ଗେ ସାଙ୍ଗେ ମନୋଜ ଭାଇଙ୍କୁ ସେ ଏସି ଗାଡ଼ିରେ ବି ଥାଇକିନା ମନୋଜ ଭାଇଙ୍କ ପୁରା ମୁଣ୍ଡ ଦେହ ସାରା ଝାଳ ବାହାରିଗଲା ଭାଇ। ତ ଭାବନ୍ତୁ କି ସେଇ ଜାଗାଟା କେମିତି।